ସୁଦାମା କେମିତି ଗରିବ ହେଲେ ଆପଣ ଜାଣିଛନ୍ତି କି? ଜାଣିବା ପାଇଁ ଏହି ଗଳ୍ପଟିକୁ ଭଲ ଭାବରେ ଶୁଣନ୍ତୁ। କୃଷ୍ଣ ଓ ସୁଦାମା ପିଲାଦିନର ସାଙ୍ଗ ଥିଲେ। ସେ ଏକାଠି ଖେଳୁଥିଲେ, ଏକାଠି ବୁଲୁଥିଲେ ଆଉ ସେ ଏକାଠି ମଧ୍ୟ ମହର୍ଷି ସନ୍ଦୀପନୀଙ୍କ ଆଶ୍ରମରେ ଶିକ୍ଷା ଲାଭ କରୁଥିଲେ। ସେମାନେ ଯେତେବେଳେ ଶିକ୍ଷା ଲାଭ କରୁଥିଲେ ସେହି ସମୟରେ ସେହି ଜାଗାରେ ଜଣେ ବୃଦ୍ଧା ସ୍ତ୍ରୀ ଲୋକ ଯାହାକୁ 3 ଦିନ ହେଲା କିଛି ଖାଇବାକୁ ମିଳିନଥିଲା, ସେ ଭିକ୍ଷା ମାଗିକି ଚଳୁଥିଲେ। ତେଣୁ ଚତୁର୍ଥ ଦିନ ତାଙ୍କୁ ଜଣେ କିଏ ଚଣା ଦେଲା ଆଉ ସେ ତାଙ୍କ ଘରକୁ ନେଇକି ଗଲେ। ସେ ଚଣାକୁ ତାଙ୍କ କୁଟିଆରେ ଯାଇ ଦେଖିଲା ବେଳକୁ ସେ ସନ୍ଧ୍ୟା ହେଇଗଲାଣି, ସେଥିପାଇଁ କି ସେ ଚଣାକୁ ସେଦିନ ସେ ଖାଇଲେନି। ତାକୁ ସେ ତାଙ୍କ ଚାଳରେ ବାନ୍ଧିଦେଲେ ଘର ଦୁଆର ମୁହଁରେ ଆଉ ଶୋଇପଡ଼ିଲେ। ତାପରେ ସକାଳ ହେଇ ଦେଖିଲା ବେଳକୁ ସେଠି ସେ ଚଣା ନାହିଁ। ଆଉ ସେ ଚଣାକୁ କିଏ ନେଇଯାଇଛି, କାରଣ ସେ ଭାବିଥିଲେ ସକାଳ ହେଲେ ସେ ଖାଇବେ। ତାପରେ ସେ ବୃଦ୍ଧା ଜଣକ ରାଗି ଯାଇ ଅଭିଶାପ ଦେଇଥିଲେ ଯେ ଏ ଚଣାକୁ ଯିଏ ମୋର ନେଇଯାଇଛି ଚୋରେଇକିରି, ସେ ତାକୁ ଖାଇଲା ପରେ ସେ ବି ମୋ ଭଳିଆ ଗରିବ ହେଇଯିବ। ଗୋଟେ ଚୋରମାନେ ଯେତେବେଳେ ସେ ଚଣାକୁ ଚୋରି କରିକି ନେଇକି ଗଲେ, ରାସ୍ତାରେ ସନ୍ଦୀପନୀ ଆଚାର୍ଯ୍ୟଙ୍କର ଆଶ୍ରମ ପଡ଼ିଲା। ଆଉ ସେ ଆଶ୍ରମ ପାଖେ ସେମାନେ ଯେତେବେଳେ ପହଞ୍ଚିଲେ ତାଙ୍କୁ ଲାଗିଲା କି ଜଣେ କବାଟ ଖୋଲିଲା ଆଶ୍ରମର। ସେଥିପାଇଁ କି ସେ ଡରିକିରି ସେ ଚଣାଟାକୁ ସେଇଠି ଫୋପାଡ଼ି ଦେଇକି ପଳେଇଥିଲେ। ତାପରେ ତା ପରଦିନ ସକାଳୁ ସନ୍ଦୀପନୀ ଆଚାର୍ଯ୍ୟଙ୍କର ପତ୍ନୀ ସେ ଚଣାର ପୁଟୁଳିଟିକୁ ପାଇଲେ। ସେ ଯେତେବେଳେ ଦେଖିଲେ ଚଣାର ପୁଟୁଳି, ସେହି ସମୟରେ କୃଷ୍ଣ ଆଉ ସୁଦାମା 2 ଜଣ ଯାକ ଆସୁଥିଲେ କାଠ ହାଣିକିରି ଜଙ୍ଗଲରୁ। ସେମାନେ ବଡ଼ ହୋଇଯାଇଥିଲେ ସେତେବେଳକୁ। ସନ୍ଦୀପନୀ ଆଚାର୍ଯ୍ୟଙ୍କର ପତ୍ନୀ ସେଇ ଚଣାକୁ ସୁଦାମାଙ୍କୁ ଦେଲେ ଆଉ କହିଲେ 2 ଜଣ ଯାକ ବାଣ୍ଟି କରି ଚଣା ଖାଇଦିଅ। ସୁଦାମା ଯେତେବେଳେ ସେ ଚଣାର ପୁଟୁଳିଟିକୁ ଧରିଲେ, ସେ ଧରୁ ଧରୁ ଜାଣିଦେଲେ ଯେ ଏ ଚଣା ହେଉଛି ଅଭିଶପ୍ତ ଆଉ ଆକୁ ଯିଏ ଖାଇବ ସେ ଜୀବନ ଯାକ ଗରିବ ରହିବ। ତେଣୁ ସୁଦାମା ତାଙ୍କର ପ୍ରିୟ ମିତ୍ର ଶ୍ରୀକୃଷ୍ଣଙ୍କୁ ଏ ଚଣା ନ ଦେଇ ସେ ଏକାକୀ ସବୁଯାକ ଚଣା ଖାଇ ଦେଇଥିଲେ। ସୁଦାମା ଏକାକୀ ସବୁଯାକ ଚଣା ଖାଇ ଶ୍ରୀକୃଷ୍ଣଙ୍କୁ ଗରିବ ହେବାରୁ ବଞ୍ଚାଇ ଦେଲେ। ବର୍ତ୍ତମାନ ସେମାନେ ବଡ଼ ହୋଇଯାଇଥିଲେ ଆଉ ତାଙ୍କର ଶିକ୍ଷା ସମାପ୍ତ ହେଲା ପରେ ସେ 2 ଜଣ ଯାକ 2 ଜଣଙ୍କଠୁ ଅଲଗା ହୋଇଯାଇଥିଲେ। ଶ୍ରୀକୃଷ୍ଣ ଗଲେ ଦ୍ୱାରକା, ଦ୍ୱାରିକାର ସେ ରାଜା ହେଲେ ଆଉ ସୁଦାମା ବର୍ତ୍ତମାନ ଅତି ଗରିବ ଭାବରେ ତାଙ୍କର ଜୀବନଯାପନ ଆରମ୍ଭ କଲେ। ଭଲ ସାଙ୍ଗ ସିଏ ଯିଏକି ତୁମ ଉପରକୁ ଆସୁଥିବା ବିପଦକୁ ନିଜ ଉପରକୁ ନେଇଯିବ। ବର୍ତ୍ତମାନ ଆପଣମାନେ ଭାବୁଥିବେ ସୁଦାମା ତ ଶ୍ରୀକୃଷ୍ଣ ପାଇଁ ସବୁକିଛି କଲେ, ନିଜେ ଗରିବ ମଧ୍ୟ ହୋଇଗଲେ, ଶ୍ରୀକୃଷ୍ଣ ସୁଦାମାଙ୍କ ପାଇଁ କ'ଣ କଲେ? ଚାଲନ୍ତୁ ଏଇ କଥା ବର୍ତ୍ତମାନ ମୁଁ ଆପଣଙ୍କୁ କହିବି ଶ୍ରୀକୃଷ୍ଣ ସୁଦାମାଙ୍କ ପାଇଁ କ'ଣ କରିଛନ୍ତି। ଆଉ ଏକଥା ମଧ୍ୟ ଜାଣିବାକୁ ପାଇବେ ଶ୍ରୀକୃଷ୍ଣ ରାଜା ହେଲା ପରେ ସୁଦାମାଙ୍କୁ କ'ଣ ଆଉ ମନେ ରଖିଥିଲେ କି ନାହିଁ। ଶ୍ରୀକୃଷ୍ଣ ବର୍ତ୍ତମାନ ଦ୍ୱାରିକାର ରାଜା ହୋଇଯାଇଥିଲେ ଏବଂ ସେ ତାଙ୍କର ରାଣୀମାନଙ୍କ ସହିତ ରୁକ୍ମିଣୀ, ସତ୍ୟଭାମା ଏବଂ ଅନ୍ୟ ପାଟରାଣୀମାନଙ୍କ ସହିତ ବହୁତ ଖୁସିରେ ଦ୍ୱାରିକାର ମହଲରେ ରହୁଥିଲେ। କିନ୍ତୁ ଏଣେ ସୁଦାମାଙ୍କର ହାଲତ ବହୁତ ଖରାପ ହୋଇଯାଇଥିଲା। ସେ ଖାଇବାକୁ ବି ଭଲରେ ପାଉନଥିଲେ, ଭିକ୍ଷା ମାଗିକି ଚଳୁଥିଲେ। ସେ ତାଙ୍କ ସ୍ତ୍ରୀ ଆଉ ପିଲାଙ୍କ ସହ ରହୁଥିଲେ ଆଉ ବହୁତ ଅଭାବ ଅନଟନରେ ତାଙ୍କର ଜୀବନଯାପନ ସେ କରୁଥିଲେ। ସୁଦାମା ବହୁତ ଗରିବ ହୋଇଯାଇଥିଲେ ଏବଂ ଏମିତି ଗରିବ ହୋଇଯାଇଥିଲେ ଯେ ତାଙ୍କୁ ଭିକ୍ଷା ମାଗିକି ଜୀବନଯାପନ କରିବାକୁ ପଡ଼ିଲା। ଏମିତି କିଛି ବର୍ଷ ବିତିଲା ପରେ ସୁଦାମାଙ୍କୁ ପ୍ରତିଦିନ ଭିକ୍ଷା ମଧ୍ୟ ମିଳିବା ବନ୍ଦ ହୋଇଗଲା। ଆଉ ଏପରି ପରିସ୍ଥିତି ମଧ୍ୟ ଦିନେ ଦିନେ ହୁଏ, ମିଳିଥିବା ଭିକ୍ଷା ମଧ୍ୟ କୌଣସି କାରଣରୁ ତାଙ୍କୁ ହରାଇବାକୁ ପଡ଼େ। ସେ ତାଙ୍କ ସ୍ତ୍ରୀ ଆଉ ପିଲାମାନଙ୍କୁ କିଛି ଖାଇବାକୁ ଦେଇପାରନ୍ତି ନାହିଁ। ତାଙ୍କ ପିଲାମାନେ ମଧ୍ୟ ବାପା ମାଙ୍କ ଭଳିଆ ଭୋକ ଉପାସରେ ଶୁଅନ୍ତି ରାତିରେ, କିଛି ନ ଖାଇ ନ ପିଇ। ଏମିତି କେତେଦିନ ଭୋକରେ ରହିଲା ପରେ ସୁଦାମାଙ୍କ ସ୍ତ୍ରୀ ସୁଦାମାଙ୍କୁ ନେହୁରା ହୋଇ କହିଲେ, ତୁମର ମିତ୍ର ତ ଭଗବାନ ଶ୍ରୀକୃଷ୍ଣ ଆଉ ଯିଏକି ଦ୍ୱାରିକାର ରାଜା, ତୁମେ ତାଙ୍କୁ କାହିଁକି ଯାଇକି କିଛି ସାହାଯ୍ୟ ମାଗୁନ? କିନ୍ତୁ ସୁଦାମା ବହୁତ ଅଭିମାନୀ ଥିଲେ। ସେ କହିଲେ, ମୋ ମିତ୍ର ଆଗରେ ହାତ ପତେଇବାକୁ କ'ଣ ମୋତେ ଭଲ ଲାଗିବ? ମୁଁ ସେ କାମ କରିପାରିବି ନାହିଁ। ସୁଦାମାଙ୍କ ସ୍ତ୍ରୀ କହିଲେ, ନିଜ ପାଇଁ ନହେଲେ ନାଇଁ ପଛେ ପିଲାମାନଙ୍କ ମୁହଁକୁ ଦେଖିକି ଶ୍ରୀକୃଷ୍ଣଙ୍କ ପାଖକୁ ଯାଇକିରି କିଛି ସାହାଯ୍ୟ ମାଗ। ଯେହେତୁ ସେ ତମର ମିତ୍ର, ସେ ତମକୁ ନିଶ୍ଚୟ ସାହାଯ୍ୟ କରିବେ। ଆଉ କେତେଦିନ ପିଲାମାନେ ଏମିତି ଭୋକ ଉପାସରେ ରହିବେ? ସୁଦାମା ସ୍ତ୍ରୀଙ୍କର ଏକଥା ଶୁଣି କିଛି ବୁଝିପାରୁନଥିଲେ ସେ କ'ଣ କହିବେ। ସେ ସ୍ତ୍ରୀଙ୍କୁ କହିଲେ, ଶ୍ରୀକୃଷ୍ଣଙ୍କର ମୋତେ ଆଉ ମନେ ରଖିଥିବେ, ସେ ହେଉଛନ୍ତି ଦ୍ୱାରିକାର ମହାରାଜ ଆଉ ତାଙ୍କର ସୈନ୍ୟ ସାମନ୍ତମାନେ ମୋତେ ତାଙ୍କ ସାଙ୍ଗେ ଦେଖା କରିବାକୁ ଅନୁମତି ଦେବେ କି ନାହିଁ ସେ କଥା ମଧ୍ୟ ମୁଁ ଜାଣିନି। ସୁଦାମାଙ୍କ ସ୍ତ୍ରୀ କହିଲେ, ତୁମେ ଥରେ ଚେଷ୍ଟା କରିକି ତ ଦେଖ। ସୁଦାମା ବର୍ତ୍ତମାନ ମନ ଭିତରେ ସ୍ଥିର କଲେ ସେ ଦ୍ୱାରକା ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଏବଂ ସେ ଦ୍ୱାରକା ପାଇଁ ବର୍ତ୍ତମାନ ବାହାରିଲେ। ସେ ଯେତେବେଳେ ଦ୍ୱାରକା ପାଇଁ ବାହାରିଲେ ତାଙ୍କ ସ୍ତ୍ରୀ କହିଲେ, ତୁମେ ତୁମ ମିତ୍ରଙ୍କୁ ଦେଖା କରିବାକୁ ଯାଉଛ ଆଉ ତୁମେ ଖାଲି ହାତରେ କ'ଣ ଯିବ? ଏଇ ଖୁଦ ଭଜା ନେଇଯାଅ। ସେ ଖୁଦ ଭଜାର ପୁଟୁଳି କରି ଦେଇଦେଲେ ସୁଦାମାଙ୍କୁ। ବର୍ତ୍ତମାନ ସୁଦାମା ସେ ଖୁଦ ଭଜା ନେଇକିରି ବାହାରିଲେ ଦ୍ୱାରକା ଅଭିମୁଖେ। ସେ ବହୁତ ଜଙ୍ଗଲ, ନଦୀ, ନାଳ, ପର୍ବତ ଅତିକ୍ରମ କରି ବହୁତ କଷ୍ଟରେ ଯାଇ ଦ୍ୱାରକା ନଗରୀରେ ପହଞ୍ଚିଲେ। ପାଦ ତାଙ୍କର ଚାଲି ଚାଲି ପୁରା ଖଣ୍ଡିଆ ଖାବରା ହୋଇଯାଇଥାଏ, ପାଦରୁ ରକ୍ତ ମଧ୍ୟ ବାହାରୁଥାଏ। ସୁଦାମା ରହୁଥିଲେ ମଥୁରାରେ, ଶ୍ରୀକୃଷ୍ଣ ରହୁଥିଲେ ଦ୍ୱାରକାରେ। ମଥୁରାର ଦ୍ୱାରକା ବହୁତ ଲମ୍ବା ରାସ୍ତା। ସେ ଚାଲିକି ଆସିକି ଯେତେବେଳେ ପହଞ୍ଚିଲେ ସେତେବେଳେ ତାଙ୍କ ସୈନିକମାନେ ଜଗିକି ଥିଲେ ଦ୍ୱାରକା ନଗରୀକୁ।
से कहले मु आसीची श्रीकृष्ण को देखा करिया को मु होची सुदामा। यह शुणी सैनिक मैंने कहले जी नाई सी आसी जाउछन्ती श्रीकृष्ण को देखा करिया को आ एभली गरीब केबे श्रीकृष्ण मित्र हो पारिबनी कारण सुदामा कहिथिले मु होची तांको मित्र आ मु श्रीकृष्ण को देखा करिया को चाहूची। वर्तमान कौन हला सुनंतु। यह शुणी सुदामा बहुत मन दुख कले एवं भाविले बोधे तांको मित्रंक सहित तांकर देखा हो पारिबो नाही। किंतु वर्तमान श्रीकृष्ण बसिथिले तांकर राजसिंहासन रे। एई समय रे से जानि पारिले जे तांको देखा करिया पे तांकर पिलादिनर मित्र सुदामा आसीछंती। तेणु से दौड़ी दौड़ी आसी सुदामा को देखि तांको कुंढाई पकाइले। श्रीकृष्ण सुदामांकर पाद को भल कि धोईदेले एवं विभिन्न प्रकार सुस्वादु खाद्य मध्य तांको खाइबाकू देले। सुदामा जेतेबेले द्वारिकार नगरी देखिले श्रीकृष्ण राजउआस देखिले से आश्चर्य और आचंबित हो गले। तेणु से सांगरे आनिथिबा खुद भजा आउ श्रीकृष्ण को देले नाही। किंतु श्रीकृष्ण से पुटुरटी को देखि खुद भजा आनी निजे खाइबारे लागिथिले। सुदामा एसबू देखि श्रीकृष्ण को तांकर कहानी आउ कहि पारले नाही। से को समय देखि वर्तमान जाउछंती केते गरीब सी अछंती तांको खाइबाकू किछि मिलुनी। किंतु श्रीकृष्ण तांका मन कथा जानि पारिथिले। वर्तमान सुदामा श्रीकृष्ण को देखा करिबे सारला परे वर्तमान से द्वारिकारु मथुरा अभिमुखे यात्रा आरंभ कले। से जेतेबेले आसिकी मथुरा रे पहुंचीछंती देखिले तांको कुड़िया जगह रे गोटे विराट महल ठिया हेछि। सुदामा को देखि तांको स्त्री आ पिला माने राजकीय पोशाक रे दौड़ी दौड़ी सुदामा पाखक आसिले। सुदामा स्त्री सुदामा को कहले तुमर मित्र श्रीकृष्ण आमर सबु दुख दूर करदेले। एक कथा देखि सुदामा आखि दुईटू अश्रु बाहरीगला एवं से भाविले श्रीकृष्ण को मु किछि न कहले मध्य से मो मनर कथा जानी मोर पीड़ा को हरण करनेले। एथिरु आमे कोन शिखिले जी भल संग से सब बेले आम पाखरे रहिबो। आमे जो कथा न कहले मध्य से आम मन को पढ़ी पारी आम मनर कथा को मध्य से जानिबो। तुम्हें धनी हुओ कि गरीब हुओ सांग को कौन फरक पड़ुनथिबो। एथिरे सांग हेबा तो कृष्ण और सुदामा परी। सेथिपाई जीवन में 100 सांग दरकार नहीं गोटे भल मित्र ही सबकिछि। आजिर वीडियो तो आपण मैंने देखिले मते कमेंट रे आपण निश्चय जनइबे मोर ए वीडियोटी आपण मानकु केमती लागिला और ये वीडियो रो आपण कोन शिक्षा पाइले। आउ जदि मोर ए वीडियोटी आपण मानकु भल लागिथिबो ताहले आपनक सांगसाथी सहित निश्चय शेयर कर देबे हेले से मध्य ए बढ़िया गपटी को निश्चय सुनी परिबे। आउ सब्सक्राइब भी चैनल को कर देबे जदि एमतिका नुआ गप आपण माने सुनिबा पई चाहुथिबे। तेणु आजिर वीडियोटी एतिकिरे रहिला पुणी देखा हबो गोटे नुआ वीडियो रे नुआ गल्प नुआ मंत्र बा नुआ स्तोत्र सहित। ओम नमो भगवते वासुदेवाय। जय श्री कृष्णाय नमः। ओम नारायणाय नमः।